ନା ଯେତେବେଳେ ଆପଣଙ୍କ ଚ୍ୟାନେଲ ଡିମୋନେଟାଇଜେସନ ହେଇଯାଉଥିଲା ସେତେବେଳେ ଆପଣ କଣ କରୁଥିବେ ନା ତାର ଟର୍ମ ଆଣ୍ଡ କଣ୍ଡିସନ ହିସାବରେ ଗୋଟେ ମାସ ପରେ ପୁଣି ଆପ୍ଲାଏ କରିପାରୁଥିବେ, ମାନେ କରିପାରୁଥିଲେ। କିମ୍ବା ଯଦି ତାପରେ ବି ଗୋଟେ ମାସ ପରେ ଧର ଆପ୍ଲାଏ କଲେ ସେଟା ବି ନହେଲା ତାହେଲେ ପୁଣି 3 ମାସ ପରେ ଆପ୍ଲାଏ କରିପାରୁଥିଲେ। କିନ୍ତୁ ଏବେ ସେଭଳିଆ ନୁହେଁ। ଏବେ ଯଦି ଆପଣଙ୍କୁ ଯୋଉ ଧର ଆପଣଙ୍କୁ ଗୋଟେ ମେଲ ଆସିଲା କି ଆପଣଙ୍କ ଚ୍ୟାନେଲ ଏଇ ପ୍ରୋବ୍ଲେମ ଯୋଗୁ ଚ୍ୟାନେଲଟା ଡିମୋନେଟାଇଜେସନ ହେଇଯିବ, ତ ଆପଣ ଯୋଉ ଭିଡିଓ ସେ ଟୋଟାଲି ରିଜନ ଦେଇଦବ ଆପଣଙ୍କୁ, ସେ ମେଲରେ ରିଜନ ଦେଇଦବ ଯେ ଆପଣଙ୍କ ଚ୍ୟାନେଲ କଣ ପାଇଁ ଡିମୋନେଟାଇଜେସନ ହେଉଛି। ତ ସେ ଜାଗାରେ ଆପଣଙ୍କର ଧର ରିୟୁଜ କଣ୍ଟେଣ୍ଟ ହେଇଥିବ, ତ ଆପଣ କଣ କରିବେ ଭିଡିଓ ଡିଲିଟ କରିପାରିବେନି। କିନ୍ତୁ ହଁ ଗୋଟେ ଜିନିଷ କରିପାରିବେ, ଆପଣ ଭିଡିଓଟାକୁ ଏଡିଟ କରିପାରିବେ। ଭିଡିଓ ଏଡିଟ କରିକି ଗୋଟେ ହପ୍ତା ଭିତରେ ଆପଣ ପୁଣି ଥରେ ଆପ୍ଲାଏ କରିପାରିବେ, ଚ୍ୟାନେଲ ରିଭ୍ୟୁ କରିପାରିବେ। ଯଦି ଆପଣଙ୍କର ଏଡିଟ ଫେଡିଟ କରିକି ଆପଣ ଧର ଚ୍ୟାନେଲଟାକୁ ରିଭ୍ୟୁକୁ ପଠେଇଲେ ଆଉ ଆପଣଙ୍କର ଚ୍ୟାନେଲରେ ଦେଖିଲା ୟୁଟ୍ୟୁବ ଦେଖିଦେଲା ଯେ ଆପଣଙ୍କର କିଛି ପ୍ରୋବ୍ଲେମ ନାହିଁ, ତାହେଲେ ଆଉ ଚ୍ୟାନେଲ ଡିମୋନେଟାଇଜ ମାନେ ହବ ନାହିଁ, ଡିମୋନେଟାଇଜେସନ ହବ